ଆପଣଙ୍କୁ କେବେ ଲାଗିଛି କି ବଡ଼ ସଫଳତା ପାଇବାକୁ ହେଲେ ନିଶ୍ଚିତ ବଡ଼ ସହରକୁ ଯିବାକୁ ପଡ଼ିବ, କିମ୍ବା ଗାଁରେ ରହୁଥିବା ଲୋକଙ୍କ ପାଇଁ କେବଳ ଚାଷ ହିଁ ଏକମାତ୍ର ରାସ୍ତା? ଯଦି ଆପଣ ଏମିତି ଭାବୁଛନ୍ତି, ତେବେ ଆଜିର ଏହି କାହାଣୀ ଆପଣଙ୍କ ସମ୍ପୂର୍ଣ୍ଣ ଚିନ୍ତାଧାରାକୁ ବଦଳାଇ ଦେଇପାରେ। ଆଜି ଆମେ ଏମିତି ଜଣେ ଯୁବକଙ୍କ ବିଷୟରେ ଜାଣିବା, ଯିଏ ଚାକିରି ପଛରେ ଦୌଡ଼ିଲେ ନାହିଁ, ଅନଲାଇନ୍ ବିଜନେସ୍ ମଧ୍ୟ ଆରମ୍ଭ କଲେ ନାହିଁ। ସେ ନିଜ ଗାଁରେ ରହି ଏକ ଛୋଟ ଅଫଲାଇନ୍ ବ୍ୟବସାୟ ଆରମ୍ଭ କଲେ ଏବଂ ଧୀରେ ଧୀରେ ତାହାକୁ କୋଟି କୋଟି ଟଙ୍କାର ବ୍ୟବସାୟରେ ପରିଣତ କରିଦେଲେ। ଏହି କାହାଣୀର ନାୟକ ହେଉଛନ୍ତି ରବି। ସେ ଓଡ଼ିଶାର ଏକ ଛୋଟ ଗାଁରେ ଜନ୍ମ ନେଇଥିଲେ। ତାଙ୍କ ପରିବାର ମୁଖ୍ୟ ଜୀବିକା ଥିଲା ଚାଷ। ଫସଲ ଭଲ ହେଲେ ଘରେ ଖୁସି, ଆଉ ଫସଲ ଖରାପ ହେଲେ ବର୍ଷ ସାରା ଆର୍ଥିକ ସମସ୍ୟା। ଏହି ପରିସ୍ଥିତିକୁ ଦେଖି ରବି ଛୋଟବେଳରୁ ବୁଝିଯାଇଥିଲା ଯେ କେବଳ ଗୋଟିଏ ଆୟ ଉପରେ ନିର୍ଭର କରି ଜୀବନ ବଦଳାଇବା ସମ୍ଭବ ନୁହେଁ। କଲେଜ ଶେଷ ହେବା ପରେ ତାଙ୍କର ପ୍ରାୟ ସମସ୍ତ ସାଙ୍ଗ ସହରକୁ ଚାଲି ଯାଇଥିଲେ। କେହି ଚାକିରି ଖୋଜୁଥିଲେ, କେହି କାରଖାନାରେ ଆରମ୍ଭ କଲେ କାମ। କିନ୍ତୁ ରବି ଅଲଗା ରାସ୍ତା ବାଛିଲେ। ସେ ଠିକ୍ କଲେ ଯେ ନିଜ ଗାଁ ଛାଡ଼ିବେ ନାହିଁ, ବରଂ ଗାଁରେ ରହି ଏମିତି କିଛି କରିବେ ଯାହା ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ଲାଭ ଦେବ। ଆରମ୍ଭରେ ଲୋକମାନେ ତାଙ୍କୁ ହସୁଥିଲେ, କହୁଥିଲେ ଗାଁରେ ବ୍ୟବସାୟ କରି କ'ଣ ହେବ। କିନ୍ତୁ ରବି କାହାର କଥାରେ ହାର ମାନିଲେ ନାହିଁ। ସେ ଆଖପାଖର ବଜାରକୁ ଭଲ ଭାବରେ ଅଧ୍ୟୟନ କଲେ। ସେ ଦେଖିଲେ ଚାଷୀମାନେ ନିଜର ପନିପରିବା ଓ ଫଳ ବହୁତ କମ୍ ଦାମରେ ବେପାରୀଙ୍କ ପାଖରେ ବିକ୍ରି କରୁଛନ୍ତି। କିନ୍ତୁ ସେହି ସାମଗ୍ରୀ ସହରରେ ପହଞ୍ଚି 3ରୁ 4 ଗୁଣା ଦାମରେ ବିକ୍ରି ହେଉଛି। ଏଠାରେ ରବିଙ୍କ ମନରେ ଏକ ନୂଆ ବ୍ୟବସାୟିକ ଭାବନା ଆସିଲା। ସେ ସିଧାସଳଖ ଚାଷୀଙ୍କ ଠାରୁ ତାଜା ପନିପରିବା କିଣିବା, ସେଗୁଡ଼ିକ ସଫା କରି ଭଲ ପ୍ୟାକିଂ କରି ଆଖପାଖ ସହରରେ ହୋଟେଲରେ ଓ ରେଷ୍ଟୁରାଣ୍ଟକୁ ପହଞ୍ଚାଇବା ଆରମ୍ଭ କଲେ। ଆରମ୍ଭରେ ଟଙ୍କା କମ୍ ଥିଲା। ସେ ନିଜର ସଞ୍ଚୟକୁ ମଧ୍ୟ ବ୍ୟବହାର କଲେ। ଏକ ପୁରୁଣା ଗାଡ଼ି ଭଡ଼ାରେ ନେଲେ ଓ କିଛି ପ୍ଲାଷ୍ଟିକ୍ ଟ୍ରେ ମଧ୍ୟ କିଣିଲେ। ପ୍ରତିଦିନ ସକାଳ 4ଟାରେ ଉଠି ଚାଷୀଙ୍କ କ୍ଷେତକୁ ଯାଉଥିଲେ। ପ୍ରଥମ କିଛି ଦିନ ଲାଭ ପ୍ରାୟ ଶୂନ୍ୟ। ତଥାପି ସେ ହାର ମାନିଲେ ନାହିଁ। ପ୍ରତ୍ୟେକ ଗ୍ରାହକଙ୍କ ମତାମତ ଶୁଣି ନିଜର ସେବାକୁ ଆହୁରି ଭଲ ଭାବରେ କରୁଥିଲେ। ସମୟରେ ଡେଲିଭରି, ଭଲ ପ୍ୟାକିଂ ଓ ଉତ୍ତମ ଗୁଣବତ୍ତା ଯୋଗୁଁ ଲୋକଙ୍କ ବିଶ୍ୱାସ ବଢ଼ିବାକୁ ଲାଗିଲା। କିଛି ମାସ ମଧ୍ୟରେ ଅର୍ଡର ଏତେ ବଢ଼ିଗଲା ଯେ ଏକାକୀ କାମ କରିବା ସମ୍ଭବ ହେଉନଥିଲା। ସେ ନିଜ ଗାଁର 2 ଜଣ ବ୍ୟକ୍ତିଙ୍କୁ କାମରେ ରଖିଲେ। ବ୍ୟବସାୟ ବଢ଼ିବା ସହିତ ଲାଭ ମଧ୍ୟ ବଢ଼ିଲା। କିନ୍ତୁ ରବି ନିଜର ଆୟକୁ ଦାମୀ ଜିନିଷ କିଣିବା ଉପରେ ଖର୍ଚ୍ଚ କଲେ ନାହିଁ। ସେ ସମସ୍ତ ଲାଭ ପୁଣି ବ୍ୟବସାୟରେ ଲଗାଇଲେ। ନୂଆ ଟ୍ରେ କିଣିଲେ, ଏକ ଛୋଟ ଗୋଦାମ ନେଲେ ଓ ପରେ ନିଜର ମାଲବାହୀ ଗାଡ଼ି ମଧ୍ୟ କିଣିଲେ। ଏହାପରେ ତାଙ୍କର କାମ ଆହୁରି ଦ୍ରୁତ ଗତିରେ ବଢ଼ିବାକୁ ଆରମ୍ଭ କଲା। ପାଖାପାଖି ଗାଁର ଚାଷୀମାନେ ମଧ୍ୟ ତାଙ୍କ ସହିତ ଯୋଡ଼ିବାକୁ ଆରମ୍ଭ କଲେ। ଦିନେ ଜଣେ ହୋଟେଲ ମାଲିକ କହିଲେ, ତୁମେ ଯଦି ସବୁବେଳେ ସମୟରେ ସାମଗ୍ରୀ ପହଞ୍ଚାଇବ, ମୁଁ ସବୁଦିନ ତୁମଠାରୁ ହିଁ କିଣିବି। ଏହି ଛୋଟ ସୁଯୋଗ ରବିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହୋଇଗଲା। ଧୀରେ ଧୀରେ ଅନେକ ହୋଟେଲ, ରେଷ୍ଟୁରାଣ୍ଟ ଓ କିରାଣୀ ଦୋକାନ ତାଙ୍କର ସ୍ଥାୟୀ ଗ୍ରାହକ ହୋଇଗଲେ। କିଛି ସମୟ ପରେ ରବି ଗାଁରେ ଏକ ପ୍ୟାକିଂ ସେଣ୍ଟର ତିଆରି କଲେ। ସେଠାରେ ଚାଷୀଙ୍କ ସାମଗ୍ରୀ ଯାଞ୍ଚ, ସଫା କରିବା ଓ ପ୍ୟାକିଂ ହେଉଥିଲା। ଏଥିରୁ ଚାଷୀଙ୍କୁ ଭଲ ଦାମ ଓ ଗ୍ରାହକଙ୍କୁ ଭଲ ଗୁଣବତ୍ତା ସାମଗ୍ରୀ ମିଳୁଥିଲା। ପରେ ସେ କେବଳ ପନିପରିବାରେ ସୀମିତ ରହିଲେ ନାହିଁ, ଦୁଧ, ଫଳ, ଶସ୍ୟ ସପ୍ଲାଇ ମଧ୍ୟ ଆରମ୍ଭ କଲେ। ବ୍ୟବସାୟ ବଢ଼ିବା ସହିତ ଗାଁରେ ଅନେକ ଲୋକଙ୍କୁ ରୋଜଗାର ମିଳିଲା। ରବି ସବୁବେଳେ ଗୋଟିଏ କଥା କହୁଥିଲେ, ବଡ଼ ବ୍ୟବସାୟ ବଡ଼ ସହରରୁ ନୁହେଁ, ବଡ଼ ଚିନ୍ତାଧାରାରୁ ଆରମ୍ଭ ହୁଏ। ଗାଁରେ ରହି ମଧ୍ୟ ଡେରି ପ୍ଲାଣ୍ଟ, ମସରୁମ୍ ଚାଷ, ଫୁଲ ଚାଷ, ମସଲା ପ୍ୟାକିଂ, ଅଗରବତୀ ତିଆରି, ମିନି ଅଟୋ ଚକି, କୃଷି ଉତ୍ପାଦ ପ୍ରୋସେସିଂ ଭଳି ଅନେକ ବ୍ୟବସାୟ ଆରମ୍ଭ କରାଯାଇପାରେ। ସଫଳତା କେବେ ବି ରାତାରାତି ଆସେ ନାହିଁ। ଏହା ପାଇଁ ଦରକାର ନିରନ୍ତର ପରିଶ୍ରମ, ଧୈର୍ଯ୍ୟ, ଭଲ ଯୋଜନା ଏବଂ ଗ୍ରାହକଙ୍କ ବିଶ୍ୱାସ। ଯଦି ଆପଣ ମଧ୍ୟ ଗାଁରେ ରହୁଛନ୍ତି, ତେବେ କେବେ ଭାବନ୍ତୁ ନାହିଁ ଯେ ସଫଳତା କେବଳ ସହର ଲୋକଙ୍କ ପାଇଁ। ଠିକ୍ ଭାବନା ଓ ଲଗାତାର ପରିଶ୍ରମ ଥିଲେ ଗାଁରୁ ମଧ୍ୟ ବଡ଼ ସ୍ୱପ୍ନ ପୂରଣ କରାଯାଇପାରେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆପଣ ସତରେ ଧନୀ ହେବାର ସଠିକ୍ ଚିନ୍ତାଧାରା ଗଢ଼ିବାକୁ ଚାହୁଁଛନ୍ତି, ତେବେ ଏହି ସ୍କ୍ରିନରେ ଦେଖାଯାଉଥିବା ଫାଇନାନ୍ସିଆଲ ଆଇକ୍ୟୁ ଭିଡ଼ିଓକୁ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ଆପଣଙ୍କ ଟଙ୍କା ପ୍ରତି ଚିନ୍ତାଧାରାକୁ ବଦଳାଇ ଦେଇପାରେ।